ଏକ ଘନ ଜଙ୍ଗଲରେ ଏକ ଶକ୍ତିଶାଳୀ ସିଂହ ରହୁଥିଲା। ସେ ପ୍ରତିଦିନ କିଛି ନା କିଛି ପଶୁପକ୍ଷୀଙ୍କୁ ମାରି ଖାଇ ଦେଉଥିଲା। ସବୁ ପଶୁପକ୍ଷୀମାନେ ଦିନେ ଏକତ୍ର ହୋଇ ସିଂହ ସହ ବୁଝାମଣା କରିଲେ କି ସେମାନେ ପ୍ରତିଦିନ ନିଜେ ନା ନିଜେ ଗୋଟିଏ ପଶୁକୁ ସିଂହ ପାଖକୁ ପଠାଇବେ। ଦିନେ ଏକ ଠେକୁଆର ବାରି ଆସିଲା। ଠେକୁଆଟେ ଜାଣି ଜାଣି ଡେରିରେ ସିଂହ ପାଖରେ ପହଞ୍ଚିଲା। ସିଂହ ରାଗିକରି ଗର୍ଜନ କରିଲା। ଠେକୁଆ କହିଲା, ହେ ମହାରାଜ, ମୁଁ ଆସୁଥିବା ସମୟରେ ଆଉ ଗୋଟିଏ ସିଂହ ମୋତେ ରାସ୍ତାରେ ମିଳିଲା, ଯିଏକି ନିଜକୁ ଜଙ୍ଗଲରେ ରାଜା କହିଲା। ସିଂହ ରାଗରେ ଜର ହୋଇଗଲା ଆଉ କହିଲା, ମୋତେ ସେ ସିଂହ ପାଖକୁ ତୁରନ୍ତ ନେଇଯାଅ। ଠେକୁଆ ସିଂହକୁ ଏକ ଗଭୀର କୂଅ ପାଖକୁ ନେଇଗଲା। ସିଂହ ପାଣିରେ ଥିବା ନିଜର ପ୍ରତିଛବିକୁ ଦେଖି ଗର୍ଜନ କରିଲା ଆଉ ତା ସହ ଲଢ଼େଇ କରିବା ପାଇଁ କୂଅ ଭିତରକୁ ଡେଇଁ ପଡ଼ିଲା। ସିଂହ ମରିଗଲା ଆଉ ସବୁ ପଶୁପକ୍ଷୀମାନେ ସିଂହର ଅତ୍ୟାଚାରରୁ ମୁକ୍ତି ପାଇଲେ। ପିଲେ, ଏଥିରୁ କ'ଣ ଶିଖିଲ? ବୁଦ୍ଧି ବଳଠାରୁ ଅଧିକ ଶକ୍ତିଶାଳୀ ଅଟେ। ଯଦି ଷ୍ଟୋରିଟି ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ।